କଥା ହଉଛି ଜଷ୍ଟିସ୍ ଡିଲେଡ୍ ଆଉ ଜଷ୍ଟିସ୍ ଡିନାଏଡ୍। ଆମର ଗୋଟେ ଇଂରାଜୀରେ ପ୍ରୋଭର୍ବ ଅଛି, ବିଳମ୍ବିତ ନ୍ୟାୟ ସେ ନ୍ୟାୟର କିଛି ମାନେ ନାହିଁ। ତେଣୁ ଗୋଟେ ଗୋଟେ ମାମଲାରେ ଆପଣ ମାନେ ଦେଖିବେ ମାନେ 10 ବର୍ଷ 15 ବର୍ଷ 20 ବର୍ଷ 25 ବର୍ଷ ଏମିତି ବି ଲାଗିଯାଉଛି। ଗୋଟେ ଗୋଟେ 2 3 ପିଢି ମଧ୍ୟ ଲାଗିଯାଉଛି। ଅଜା କରିଥିବ ନାତି ବେଳକୁ ଯାଇକିରି ବା ଜେଜେବାପା ଗୋଟେ ଭୁଲ କରିଥିବେ, ସେଇ ମାମଲା ଜମି ଜମା ମ୍ୟାଟରରେ ଯାହା ବହି ହଉ, ସେ ଯାଇକି ତା ନାତି ବେଳେ ସେ ଫଇସଲା ହଉଛି। ତେଣୁ ଏସବୁ ଜିନିଷର କିଛି ମାନେ ନାହିଁ। ଆପଣଙ୍କୁ ଅପରାଧୀ ମାନଙ୍କୁ କଠୋର ଆମର ଆଇନ ବ୍ୟବସ୍ଥାରେ ଟିକେ ଅଧିକ ତାକୁ କ୍ରିୟାଶୀଳ କରିବାର ଆବଶ୍ୟକତା ଅଛି। ଏଭଳି ସମ୍ବେଦନଶୀଳ ଯୋଉ ପ୍ରସଙ୍ଗ ଗୁଡିକ ଆପଣ ଝିଅ ମାନଙ୍କ ପ୍ରତି ବଳାତ୍କାର ହେଲା, ମହିଳାଙ୍କ ପ୍ରତି ଅସଦାଚରଣ ହେଲା, ଶିଶୁ ମାନଙ୍କ ପ୍ରତି ବଳାତ୍କାର ହେଲା, ଏଇ ଯୋଉ ଅପରାଧ ଗୁଡିକର ସମସ୍ତ ବିଚାର ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଟାଇମ ବାଉଣ୍ଡ ମ୍ୟାନରରେ ଯଦି ବିଚାର ହେଇକିରି ଦୋଷୀକୁ ଦଣ୍ଡ ଦିଆଯିବ। କଥାଟା ହଉଛି କଣ, ଆପଣଙ୍କର ଗୋଟେ ଅପରାଧ ହେଲା, ସେଇ ଅପରାଧ ଭୁଲି ନଥିବେ ଆଉ ଗୋଟେ ଅପରାଧ ହଉଛି, ସେ ଅପରାଧ ଭୁଲି ନଥିବେ ଆଉ ଗୋଟେ ଅପରାଧ ହଉଛି। ତା ମାନେ ଗୋଟିଏ ଅପରାଧରେ ଆମର ସ୍ଥାଣୁତା ଆଉ ଗୋଟେ ଅପରାଧକୁ ମଧ୍ୟ ଶିଥିଳତା ଆଉ ଗୋଟେ ଅପରାଧ ପାଇଁ ପୁରା ପ୍ରୋତ୍ସାହିତ କରୁଛି। ତେଣୁ ଆମର ବିଚାର ବ୍ୟବସ୍ଥାଟା ମଧ୍ୟ ଆଉ ଟିକେ କ୍ରିୟାଶୀଳ ହବା ଦରକାର। ଏଇ ଯୋଉ ସମ୍ବେଦନଶୀଳ ଚୋରି ଡକେଇତି ଏସବୁର ମାମଲା ଚାଲୁ, 6 ମାସ 2 ମାସ ଚାଲୁ, 8 ମାସ ଚାଲୁ, ଦୁଃଖ ନାହିଁ। କିନ୍ତୁ ଯୋଉଠି ମହିଳା ମାନଙ୍କ ପ୍ରତି ଅସଦାଚରଣ କଥା କହୁଛେ, ଝିଅଙ୍କ ପ୍ରତି ଅସଦାଚରଣ କଥା କହୁଛେ, ଶିଶୁ ମାନଙ୍କ ପ୍ରତି ଅସଦାଚରଣ କଥା କହୁଛେ, ସେ ସବୁ ମାମଲା ଗୋଟେ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ କରାଯାଇ ଆପଣ ତାକୁ ଦୋଷୀକୁ ତୁରନ୍ତ ଦଣ୍ଡ ବିଧାନ କରନ୍ତୁ। ଯେତେ ବିଳମ୍ବିତ ହବ ସେତେ ପ୍ରମାଣ ନଷ୍ଟ ହବାର ଆଶଙ୍କା ମଧ୍ୟ ରହିଛି।